फुलीजाए। प्रथमे आखि चारिपाख फुले, परे मुह, हाथ, पाद, गोड़ और पेट फुलीजाए। ଏହି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଷ୍ଟିରଏଡ୍ ଭଳି ଇମ୍ୟୁନୋ ସପ୍ରେସିଭ୍ ଡ୍ରଗ୍ ବା ଶରୀରର ପ୍ରତିରୋଧକ ଶକ୍ତି କମାଉଥିବା ଔଷଧ ଦିଆଯାଇଥାଏ। ଫଳରେ ଏହି ଶିଶୁମାନେ ସାଧାରଣତଃ ଇନଫେକ୍ସନ୍ ଜନିତ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ଯଦି ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ହୋଇଥିବା ଶିଶୁର ଜ୍ୱର ହୁଏ କିମ୍ବା ସେ ଦୁର୍ବଳ ଓ ନିସ୍ତେଜ ହୋଇପଡ଼େ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଏହାଛଡ଼ା ମଧୁମେହ ବା ଡାଇବେଟିସ୍, ଲୁପସ୍ ପରି ରୋଗ ମଧ୍ୟ କେତେକ ଶିଶୁଙ୍କ କିଡନୀକୁ ନଷ୍ଟ କରିଦିଏ। ଟାଇପ୍ 2 ମଧୁମେହ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କୁ ବେଶୀ ହୁଏ, କିନ୍ତୁ ଏବେ ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଯାଉଛି। ଥରେ କ୍ରୋନିକ୍ କିଡନୀ ଫେଲ୍ୟୁର ହେଲେ, ଯାହାକୁ କ୍ରୋନିକ୍ କିଡନୀ ଡିଜିଜ୍ କହନ୍ତି, ଆଉ ତାହା ଠିକ୍ ହୁଏନି। କିଡନୀର ବିକଳ୍ପ ଭାବରେ ଡାୟାଲାଇସିସ୍ କିମ୍ବା ଅନ୍ୟଠାରୁ ଗୋଟିଏ କିଡନୀ ଆଣି ରୋପଣ କରିବାକୁ ପଡ଼େ। ଏହାକୁ କିଡନୀ ଟ୍ରାନ୍ସପ୍ଲାଣ୍ଟ କହନ୍ତି। ତେଣୁ ଥରେ କିଡନୀ ନଷ୍ଟ ହୋଇଗଲେ ରକ୍ତରୁ ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇ ନପାରି ଶରୀରରେ ଜମି ରହେ ଓ ପରିଶେଷରେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ଡାୟାଲିସିସ୍ ପଦ୍ଧତି ସାଧାରଣତଃ ଦୁଇ ପ୍ରକାର, ଗୋଟିଏ ପେରିଟୋନିଆଲ୍ ଡାୟାଲିସିସ୍ ଓ ଅନ୍ୟଟି ହିମୋଡାୟାଲିସିସ୍ କହନ୍ତି। ପେରିଟୋନିଆଲ୍ ଡାୟାଲିସିସ୍ରେ ଶିଶୁର ପେଟରେ ଥିବା ପେରିଟୋନିୟମ୍ ପରଦାକୁ ଛାଣିବା ଯନ୍ତ୍ର ଭାବେ ବ୍ୟବହାର କରାଯାଏ। ନବଜାତ ଶିଶୁଠାରୁ ବଡ଼ ପିଲାମାନଙ୍କଠାରେ ମଧ୍ୟ ଏହି ପଦ୍ଧତି ପ୍ରୟୋଗ କରାଯାଇପାରେ। ହିମୋଡାୟାଲିସିସ୍ରେ ଏକ ମେସିନ୍ ରକ୍ତକୁ ଛାଣିଦିଏ। ଏହା ସପ୍ତାହରେ 3 ଥର କରାଯାଏ ଓ ଥରକେ 3 ରୁ 4 ଘଣ୍ଟା ସମୟ ନେଇଥାଏ। ତେବେ ଉଭୟ ପ୍ରକାର ଡାୟାଲିସିସ୍ ଖୁବ୍ ବ୍ୟୟବହୁଳ। ତେଣୁ କ୍ରୋନିକ୍ କିଡନୀ ଫେଲ୍ୟୁର ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ହେଉଛି କିଡନୀ ଟ୍ରାନ୍ସପ୍ଲାଣ୍ଟ। ତେବେ ଜଣେ ବୟସ୍କ ବ୍ୟକ୍ତିଙ୍କ କିଡନୀ ଆଣି ଶିଶୁଠାରେ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଅତି କମ୍ରେ ଶିଶୁର ଓଜନ 10 କିଲୋଗ୍ରାମ ହେବା ଦରକାର। ଏହା ମଧ୍ୟ ବ୍ୟୟବହୁଳ। ଥରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ 3 ଲକ୍ଷରୁ 6 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଯେକୌଣସି କିଡନୀ ରୋଗକୁ ଯେତେ ଶୀଘ୍ର ସମ୍ଭବ ନିରୂପଣ କରି ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ଶିଶୁମାନଙ୍କ ବୃକକ୍ ରୋଗର ସମସ୍ୟା। ଆଲୋଚକ ଥିଲେ ଡାକ୍ତର ସୁବଳ କୁମାର ପ୍ରଧାନ।